ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ସାରା ରାଜ୍ୟରେ ଭତ୍ତା ଟଙ୍କାକୁ ନେଇ ଯେଉଁ ସମସ୍ୟାଟି ଆସିଛି, ତ ସେହି ସମସ୍ୟାର ସମାଧାନ ବର୍ତ୍ତମାନ ସୁଦ୍ଧା ହେଇପାରୁନାହିଁ। କାରଣ ଦେଖନ୍ତୁ, ଗତ 2ରୁ 3 ମାସ ହେଲା, ଅର୍ଥାତ୍ ଆପଣମାନଙ୍କର ଏପ୍ରିଲ, ମେ ଏବଂ ଜୁନ୍ ଆଜି ଯାହାକି 12 ତାରିଖ ହେଲାଣି, କିନ୍ତୁ ଯେଉଁମାନେ ବି ବାର୍ଦ୍ଧକ୍ୟ ଭତ୍ତା ହେଉ, ବିଧବା ଭତ୍ତା ହେଉ ବା ଆପଣମାନଙ୍କର ବିକଳାଙ୍ଗ ଭତ୍ତା ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ଼ରେ ପାଉଥିଲେ, ସେମାନଙ୍କ ଆକାଉଣ୍ଟକୁ ବର୍ତ୍ତମାନ ସୁଦ୍ଧା ଟଙ୍କା କ୍ରେଡିଟ୍ ହେଇନାହିଁ। ତେଣୁ ଏଇ ଯେଉଁ ଟଙ୍କା ଆସୁନାହିଁ, ତ ସାରା ରାଜ୍ୟରେ ଆପଣମାନେ ଦେଖୁଥିବେ, ସାଧାରଣ ଗ୍ରାମାଞ୍ଚଳରେ ରହୁଥିବା ବୁଢ଼ାବୁଢ଼ୀ ମାନଙ୍କ ପାଇଁ ଏଇଟା ଗୋଟେ ବହୁତ ସମସ୍ୟା କଥା ହେଇଯାଇଛି। କାରଣ ଯେଉଁମାନେ ଭତ୍ତା ଟଙ୍କା ଉପରେ ନିର୍ଭର କରି ଜୀବନ ପ୍ରତିପୋଷଣ କରୁଛନ୍ତି ବା ଚଳୁଛନ୍ତି, ସେମାନଙ୍କୁ 2 ମାସ ଧରି ଟଙ୍କା ନ ଆସିବା ଫଳରେ ବହୁତ ସାରା ପ୍ରୋବ୍ଲେମ ଫେସ୍ କରିବା ପାଇଁ ପଡୁଛି। ତେଣୁ ବାରମ୍ବାର ଆମେ ଗଣମାଧ୍ୟମରେ ମଧ୍ୟ ଦେଖୁଛୁ ଯେ ବିଭିନ୍ନ ଜାଗାରେ ୟାକୁ ନେଇ ଜନ ଅସନ୍ତୋଷ ଦେଖିବା ପାଇଁ ମିଳୁଛି। ବହୁ ଜାଗାରେ ମଧ୍ୟ ବୃଦ୍ଧ ମା ମା ମାନେ ବା ବାପା ମାନେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆପଣମାନେ ଗଣମାଧ୍ୟମରେ ଦେଖୁଥିବେ। ତା ସହିତ ବିଭାଗ ତରଫରୁ ବର୍ତ୍ତମାନ ବାରମ୍ବାର ଆପଣମାନଙ୍କୁ ଡେଟ୍ ପରେ ଡେଟ୍ ଯାଇକି ଦିଆଚାଲିଛି। ବାରମ୍ବାର ଆପଣମାନଙ୍କୁ ଗୋଟିଏ କଥା କୁହାଯାଉଛି ଯେ ସିଷ୍ଟମ ପ୍ରୋବ୍ଲେମ ପାଇଁ ଆପଣମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରୁନି। 3 ତାରିଖରେ ଆମର ଯେଉଁ ବିଭାଗୀୟ ମନ୍ତ୍ରୀ ରହିଛନ୍ତି, ସେ ଆମର ଗୋଟେ ସୂଚନା ଦେଇଥିଲେ ଯେ 7 ଦିନ ଭିତରେ ଆପଣମାନଙ୍କର ସବୁ କିଛି ଡିଟେଲ୍ସ କ୍ଲିୟର ହେଇଯିବ ଏବଂ 7 ଦିନ ଭିତରେ ଟଙ୍କା ପ୍ରଦାନ କରାଯିବ। ଏବଂ ଗତ 10 ତାରିଖ ଦିନ ଆପଣମାନେ ଜାଣିଥିବେ, ମୁଁ ମଧ୍ୟ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଅପଡେଟ୍ ଦେଇଥିଲି ଯେ କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ 2,000 ଟଙ୍କା ପ୍ରଦାନ କରାଯାଇଥିଲା। ତେଣୁ ଯେଉଁ 2,000 ଟଙ୍କା ଆସିଥିଲା, ସେଇଟା କେବଳ ଆପଣମାନେ ଯେଉଁମାନେ ବି ୱିଡୋଡ୍ ପେନସନ୍ ପାଉଛନ୍ତି ବା ବିଧବା ମା ମାନଙ୍କ ଆକାଉଣ୍ଟକୁ 2,000 ଟଙ୍କା ପଠାଯାଇଥିଲା। ସେଥିରେ ମଧ୍ୟ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ 2,000 ଟଙ୍କା ଆସିନଥିଲା। ଏହାରି ଉପରେ ମୁଁ ଗୋଟେ ଭିଡ଼ିଓ ବନେଇଥିଲି। ବହୁତ ଜଣଙ୍କର କମେଣ୍ଟ ଥିଲା ଯେ ଏଇଟା ଆମର ଫେକ୍ ଅପଡେଟ୍ ଏବଂ ବହୁତ ଜଣ ମଧ୍ୟ କହିଥିଲେ ତାଙ୍କର ଟଙ୍କା ଆସିଛି। ଦେଖନ୍ତୁ, ମୁଁ ଆପଣମାନଙ୍କୁ ସର୍ବପ୍ରଥମେ କ୍ଲିୟର କରିଦେବା ପାଇଁ ଚାହୁଁଛି ଯେ ଆମ ଚ୍ୟାନେଲରେ ଯେଉଁ ଅପଡେଟ୍ ଦିଆଯାଉଛି, ଏଇଟା କୌଣସି ଫେକ୍ ଅପଡେଟ୍ ନୁହେଁ। ହୁଏତ ଆପଣମାନଙ୍କୁ ବିଭାଗ ତରଫରୁ ଡେଟ୍ ଡିକ୍ଲେୟାରରେ କୌଣସି ପ୍ରୋବ୍ଲେମ୍ ହେଇପାରେ। ଜଣେ ମନ୍ତ୍ରୀ ଆପଣମାନଙ୍କର କହୁଛନ୍ତି 7 ଦିନ ଭିତରେ କ୍ଲିୟର ହେବ, କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଯାହାକି ମୋହନ ଚରଣ ମାଝୀ, ସେ ବି ମଧ୍ୟ ଗୋଟେ ଅପଡେଟ୍ ଦେଇଛନ୍ତି। ସେ ବିଷୟରେ ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ପ୍ରଥମେ ଦେଖନ୍ତୁ, ଯେଉଁ ଭତ୍ତା ଟଙ୍କା ମିଳୁନାହିଁ, ସବୁବେଳେ କୁହାଯାଉଛି ଯେ ଟେକ୍ନିକାଲ ଇସ୍ୟୁ। ଦେଖନ୍ତୁ, ଆଜିର ଯୁଗରେ ଯେଉଁଟାକି ଆମେ 5G ଜମାନାରେ ବଞ୍ଚୁଛୁ ଏବଂ ଆମେ ଡିଜିଟାଲ ଭାରତର କଥା କହୁଛୁ, ତ ସେ କ୍ଷେତ୍ରରେ ଯଦି ଗୋଟେ ସିଷ୍ଟମ ଚେଞ୍ଜ କରିବା ପାଇଁ ବା ଗୋଟେ ପୋର୍ଟାଲ ଚେଞ୍ଜ କରିବା ପାଇଁ ଆପଣମାନଙ୍କୁ 2ରୁ 3 ମାସ ସମୟ ଲାଗୁଛି, ତାହେଲେ ଏହାଠାରୁ ବଡ଼ ବିପର୍ଯ୍ୟୟ ବା ଏହାଠୁ ବଡ଼ ଦୁଃଖର କଥା କହିବା ନ କହିବା ହିଁ ଭଲ। ତେଣୁ ବର୍ତ୍ତମାନ ଯେଉଁ ଅପଡେଟ୍‌ଟି ରହିଛି, ସେଇଟା ଆପଣମାନେ ଜାଣି ରଖନ୍ତୁ। ଗତ 10 ତାରିଖ ଦିନ ଯେଉଁମାନେ ବି 2,000 ଟଙ୍କା ପାଇଥିଲେ, ସେମାନଙ୍କ ମଧ୍ୟରୁ ମ୍ୟାକ୍ସିମମ୍ ଯାହାକି ବିଧବା ମା ମାନେ ରହିଛନ୍ତି। ତେଣୁ ସମସ୍ତଙ୍କୁ ମଧ୍ୟ ଯାହାକି ଟଙ୍କା ସେ 2,000 ଟଙ୍କା ଆସିନାହିଁ। ତ ଏହାରି ଉପରେ ଆଜି ଆପଣମାନେ ଜାଣିଥିବେ, ବିଜେପି ସରକାରକୁ ତାଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଗୋଟେ ଯାହାକି ଅପଡେଟ୍ ଦେଇଛନ୍ତି ଯେ ଯେଉଁମାନଙ୍କର ଟଙ୍କା ବର୍ତ୍ତମାନ ମିଳୁନାହିଁ, ସେମାନେ କେବେ ମିଳିବ। ଅର୍ଥାତ୍ ଯେଉଁ 2 ମାସ ପରେ ଜୁନ୍ ମାସକୁ ଯଦି ଆମେ ଧରିବା, ବର୍ତ୍ତମାନ 3 ମାସର ଟଙ୍କା ଏକାଥରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଇକି ସୂଚନା ଦେଇଛନ୍ତି। ତ ସୂଚନା ଅନୁସାରେ ଦେଖନ୍ତୁ, ଏକାବେଳେ ମିଳିବ 3 ମାସର ବକେୟା ଭତ୍ତା। ଭତ୍ତା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର। ଏକାଥରେ ସେମାନଙ୍କୁ 3 ମାସର ଟଙ୍କା ମିଳିବ ବୋଲି ଯାହାକି ସୂଚନା ମିଳିଛି। ତେଣୁ ରାଜ୍ୟର ଲକ୍ଷ ଲକ୍ଷ ଭତ୍ତାଧିକାରୀମାନଙ୍କ ପାଇଁ ଏକ ଖୁସିର ଖବର ସାମ୍ନାକୁ ଆସିଛି। ସାଧାରଣତଃ ପ୍ରତି ମାସରେ ଭତ୍ତା ପ୍ରଦାନ କରାଯାଉଥିଲା ବେଳେ କେତେକ ବୈଷୟିକ ତ୍ରୁଟି ଏବଂ ବଜେଟ୍ ବ୍ୟବସ୍ଥା ଯୋଗୁଁ ଗତ କିଛି ମାସର ଭତ୍ତା ଟଙ୍କା ଯାହାକି ବାକି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ବକେୟା ରାଶି ଏକା ସଙ୍ଗେ ମଞ୍ଜୁର କରିଛନ୍ତି ଏବଂ ଯେଉଁ ହିତାଧିକାରୀମାନେ ନିୟମିତ ଭାବରେ ମଧୁବାବୁ ପେନସନ୍ ଯୋଜନା କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ବା ଏନ୍ଏସ୍ଏପି ମାଧ୍ୟମରେ ସହାୟତା ପାଉଥିଲେ, ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଡିବିଟି ମାଧ୍ୟମରେ ଏହି ଟଙ୍କା ପଠାଯିବ ବୋଲି ଆଜି ଯାକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ତେଣୁ ବିଜେପି ସରକାରକୁ ଯାହାକି 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭତ୍ତା ପ୍ରଦାନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନଙ୍କୁ ଭତ୍ତା ମିଳିବାରେ ବିଳମ୍ବ ହେଉଛି, ସେମାନଙ୍କୁ ଏକା ସାଙ୍ଗରେ 3 ମାସର ଭତ୍ତା ପ୍ରଦାନ କରାଯିବ। ସେ ଆହୁରି କହିଛନ୍ତି ଯେ ବୈଷୟିକ ତ୍ରୁଟି ଯୋଗୁଁ ଯାହାକି ଭତ୍ତା ପ୍ରଦାନରେ ବିଳମ୍ବ ହେଉଛି, ତେଣୁ ଏହି ସମସ୍ୟା ରାଜ୍ୟର ନୁହେଁ, କେନ୍ଦ୍ରର। ତେଣୁ କେନ୍ଦ୍ରର ସମସ୍ୟା ପାଇଁ ବର୍ତ୍ତମାନ ଯାହାକି ରାଜ୍ୟରେ ଥିବା ଭତ୍ତା ହିତାଧିକାରୀମାନଙ୍କୁ ଟଙ୍କା ମିଳିପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହିତ 10 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ 2 ଲକ୍ଷ ଲୋକଙ୍କର ତ୍ରୁଟି ସୁଧାରିଛି ଏବଂ 2 ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦେବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଯେଉଁମାନଙ୍କୁ ମିଳିନାହିଁ, ସେମାନଙ୍କୁ ମଧ୍ୟ ଖୁବ୍ ଜଲ୍ଦି ଟଙ୍କା ପ୍ରଦାନ କରାଯିବ ବୋଲି ଆଜି ଯାହାକି ମୁଖ୍ୟମନ୍ତ୍ରୀ
ଅଭିଭାଷଣ ରଖିଛନ୍ତି। ତେଣୁ ଏଠି ଯେଉଁ ପ୍ରଶ୍ନଟି ଆସୁଛି ଯେ ଯେଉଁ 10,00,000 ହିତାଧିକାରୀମାନଙ୍କ ମଧ୍ୟରୁ 2,00,000 ହିତାଧିକାରୀଙ୍କୁ ଟଙ୍କା ଯେଉଁ ମିଳିଛି ଏଇଟା କୋଉ ଆଧାରରେ ମିଳିଲା ଏବଂ କୋଉ ବୈଷୟିକ ତ୍ରୁଟି ରହୁଛି ଯାହା ପାଇଁ ଆପଣମାନଙ୍କର ଅଢ଼େଇ ମାସ ଧରି ଟଙ୍କା ଆପଣମାନଙ୍କର ଆକାଉଣ୍ଟକୁ ଆସିପାରୁନାହିଁ। କାରଣ ଏଇଟା ଗୋଟେ ବହୁତ ବଡ଼ ଯାହାକି ଇସ୍ୟୁ ରହୁଛି। ସାଧାରଣ ଯଦି ଆମେ ଦେଖିବା ସାଧାରଣ ଲୋକଟିଏ ଯେଉଁମାନେ ଭତ୍ତା ଟଙ୍କା ମାତ୍ର ମାସକୁ 1,000 ଟଙ୍କା ପାଉଛନ୍ତି, ଯଦି ସେ 3 ମାସରେ ଭତ୍ତା ଟଙ୍କା ପାଉନାହିଁ, ତାହେଲେ ତାର ଚଳିବା ଉପରେ ନିହାତି ପ୍ରଶ୍ନବାଚୀ ଉଠୁଛି। ତେଣୁ ସରକାର ଯେଉଁ କହୁଛନ୍ତି ଆପଣମାନଙ୍କୁ 3 ମାସର ଟଙ୍କା ଏକାଥରେ ଦେବେ, ତେଣୁ ପ୍ରତ୍ୟେକ ମାସ ଖାଇବା ପାଇଁ ହେଲେ ଟଙ୍କାର ଆବଶ୍ୟକତା ରହିଛି। ତେଣୁ ଏକାଥରେ 3 ମାସରେ ଟଙ୍କା ଦେଲେ ଯେ ଗୋଟିଏ ମାସ ଆପଣମାନେ ଖାଇ 3 ମାସ ଅପେକ୍ଷା କରିବେ ସେଇଭଳିଆ କଥାଟା ହଉଛି। ତେଣୁ ଦେଖନ୍ତୁ ଆପଣମାନଙ୍କୁ ପୂର୍ବରୁ ମଧ୍ୟ ମୁଁ ଅପଡେଟ୍ ଦେଇଥିଲି ଯେ କୌଣସି ସିଷ୍ଟମର ପ୍ରୋବ୍ଲେମ୍ ଯଦି ଏତେ ଦିନ ଧରି ରହିପାରୁଛି, ତାମାନେ ଜାଣନ୍ତୁ ଆମର ଡିଜିଟାଲ ଭାରତର ଯେଉଁ ସ୍ୱପ୍ନ ଆମେମାନେ ଦେଖିଛୁ ତାହା କେବେ ବି ସମ୍ଭବପର ନୁହେଁ। ତେଣୁ ଏହା ଥିଲା ଭତ୍ତାକୁ ନେଇ ଅପଡେଟ୍। ଆପଣମାନଙ୍କୁ ଯେହେତୁ ମୁଁ କହିଥିଲି ଯେ 2,000 ଟଙ୍କା ମିଳିଛି ଏବଂ 12 ତାରିଖ ସୁଦ୍ଧା ଟଙ୍କା ମିଳିବାର ଥିଲା। କିନ୍ତୁ ଦେଖନ୍ତୁ ପ୍ରତି ମୁହୂର୍ତ୍ତରେ ମନ୍ତ୍ରୀଙ୍କର ଏବଂ ବିଭାଗର ସୂଚନା ଯାଇକି ଚେଞ୍ଜ ହେଉଛି। ତେଣୁ ସେହି ଆଧାରରେ ଆପଣମାନେ ନିହାତି ଟଙ୍କା ପାଇନଥିବେ। ଅପେକ୍ଷା କରନ୍ତୁ 3 ମାସର ଟଙ୍କା ଆପଣମାନଙ୍କୁ କେବେ ବି ମିଳିପାରେ। କାରଣ ବର୍ତ୍ତମାନ ସମସ୍ତେ ଯେତେବେଳେ ଉତ୍ତର ଦଉଥିଲେ ବିଭାଗୀୟ ମନ୍ତ୍ରୀ, ଆମର ଯେଉଁ ବିଜେପିର ସଭାପତି ଯେଉଁମାନେ ରହିଛନ୍ତି, ସେମାନେ ମଧ୍ୟ ମନ୍ତବ୍ୟ ଦଉଥିଲେ ଯେ 15 ଦିନ ମଧ୍ୟରେ ମିଳିଯିବ। କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କଲେ ଯେ ଆପଣମାନଙ୍କୁ ଏକାଥରେ 3 ମାସର ଟଙ୍କା ମିଳିବ। କିନ୍ତୁ କେବେ ମିଳିବ ତାର କୌଣସି ପର୍ଟିକୁଲାର ଡେଟ୍ ବର୍ତ୍ତମାନ ସୁଦ୍ଧା ଦିଆଯାଇନି। ତେଣୁ ୟାକୁ ନେଇ ଆପଣମାନଙ୍କର କ'ଣ ମତାମତ ରହିଛି ନିହାତି କମେଣ୍ଟ ସେକ୍ସନରେ ଜଣାନ୍ତୁ। ଧନ୍ୟବାଦ।